ତୁମେ ଧର୍ମ, ତୁମେ ସ୍ୱର୍ଗ, ତୁମେ ହିଁ ପରମ ବ୍ରହ୍ମର ସ୍ୱରୂପ। ତୁମେ ରାମାୟଣର ସୀତା, ମହାଭାରତର ଗାନ୍ଧାରୀ। ତୁମେ ବି ପରମାତ୍ମାର ଅଂଶ ବିଶେଷ। ପୃଥିବୀ ପୃଷ୍ଠର କୋଣ ଅନୁକୋଣର କ୍ଷୁଦ୍ର ଜୀବଠାରୁ ଆରମ୍ଭ କରି ବିଶାଳ ପ୍ରାଣୀ ପର୍ଯ୍ୟନ୍ତ ସମସ୍ତଙ୍କଠାରେ ତୁମର ଉପସ୍ଥିତି ପ୍ରମାଣ ବହନ କରେ ତୁମର ପ୍ରତିବିମ୍ବ। ତୁମେ ହିଁ ସେହି ପ୍ରତିବିମ୍ବ ଯିଏ ତୁମେ ଏ କଥା ସାରା ମନୁଷ୍ୟ ସମାଜ ପାଇଁ ସ୍ୱୀକାର୍ଯ୍ୟ। ତଥାପି ମାୟା ଜାଲର ସୂକ୍ଷ୍ମ ସୂତାଖିଅକୁ ନିଜେ ଛନ୍ଦି ମଣିଷ ଉତ୍ଫୁଲ୍ଲିତ ହୁଏ ସଂସାରର କଷଟି ପଥର ତଳେ। ମାୟା ଜାଲର ଅନିବାର୍ଯ୍ୟ ସୂତାରେ ମଣିଷ ଅନ୍ତର୍ଚକ୍ଷୁ ବିମୋହିତ ହୋଇଯାଏ। ପ୍ରତ୍ୟେକ ଆତ୍ମା ସେହି ପରମାତ୍ମାଙ୍କ ପ୍ରତିବିମ୍ବକୁ ସ୍ପର୍ଶ କରିବା ପାଇଁ ଅହରହ ପାଗଳ ହୋଇ ଉଠେ, କିନ୍ତୁ ଭିନ୍ନ ଏକ ରୂପରେ। ସେହି ପ୍ରତିବିମ୍ବ ଯେ କ୍ରିଷ୍ଣାର ସବୁଠୁ ପ୍ରିୟ। କ୍ରିଷ୍ଣାର ପ୍ରତ୍ୟେକ ସୁଖ ଦୁଃଖ ହସ ଖୁସି ସବୁ କିଛି ତାଙ୍କରି ପାଇଁ। କିନ୍ତୁ ତା ହୃଦୟରୁ ତରଙ୍ଗକୁ କେହି ବୁଝିବାକୁ ପ୍ରସ୍ତୁତ ନୁହେଁ। କ୍ରିଷ୍ଣା କୁନି ଛୁଆଟେ, ତା ମାମୁଁ ଘରେ ରୁହେ। ମାମୁଁ ଘରେ ତ ସମସ୍ତେ ଅଛନ୍ତି, କେହି ବି ତାର କୌଣସି ଅବହେଳା କରନ୍ତି ନାହିଁ। ସମସ୍ତଙ୍କ ଭଲ ପାଇବା ସ୍ନେହ ମମତା ଅଜାଡ଼ି ଦିଅନ୍ତି ତାକୁ। କିନ୍ତୁ କ୍ରିଷ୍ଣାର ହୃଦୟ ଖୋଜୁଥାଏ ସେଇ ପ୍ରତିବିମ୍ବକୁ। କ୍ରିଷ୍ଣାର ପ୍ରତ୍ୟେକ ହସ ଭିତରେ ଲୁଚି ରହିଥାଏ ତାର ସ୍ପନ୍ଦନର ପ୍ରତିଧ୍ୱନି। ଆଖି ଖୋଜି ବୁଲେ ତାକୁ। ସେ ସବୁବେଳେ ହସୁଥାଏ, ସବୁବେଳେ ଦୌଡ଼ିଥାଏ, ବେଶ କୌତୁକିଆ ସେ। କିନ୍ତୁ ବେଳେ ହଠାତ୍ ସ୍ଥାନ ପାଲଟିଯାଏ। ତାର ଚଳ ଚଞ୍ଚଳ ଆଖି ସ୍ଥିର ହୋଇଯାଏ। ପଥର ଗୁଡ଼ି ଛୋଟ ଖେଳନା ଭିତରେ ବି ସେ ଦେଖିନିଏ ତାର ପ୍ରତିବିମ୍ବକୁ। ଛୋଟ ଛୋଟ ଓଠ ଭିତରେ ଅଧା ଶବ୍ଦ କହିପାରୁଥିବା ଜିଭ କ'ଣ ଗୁଡ଼ା ବିନତି କରି ଉଠେ। କ'ଣ ଓଠ ଦୁଇଟି ଥରି ଉଠିଯାଏ। ଅନ୍ଧକାର ଘୋଟି ଉଠି ଆସେ ତାର ଆଖି ଆଗରେ। ମୁଁ ଜାଣେ ସୂର୍ଯ୍ୟଙ୍କର ପ୍ରଚଣ୍ଡ ରଶ୍ମି ବି ତାର ସେ ଅନ୍ଧକାରକୁ ଦୂରେଇ ଦେଇ ପାରିବେ ନାହିଁ। ସେ ଖୋଜୁଥାଏ ତାର ସେଇ ପ୍ରତିବିମ୍ବର ସ୍ପର୍ଶ, ଇଚ୍ଛା କରୁଥାଏ ସେ ତାରି କୋଳରେ ଲୀନ ହୋଇଯିବାକୁ। ସେତେବେଳେ ମୁଁ ଅନ୍ୟ କିଛି କଥା କହି ଭୁଲେଇ ନେବାକୁ ଚେଷ୍ଟା କରେ। ସଫଳ ହୁଏ ମାତ୍ର କିଛି ସମୟ ପାଇଁ। ମୁଁ ବା କ'ଣ କରିପାରିବି? କାହାରି କିଛି କରିବାର ନଥାଏ। କେବଳ ସବୁ ସମାଧାନ ଥାଏ ତାଙ୍କରି ପାଖରେ। କିନ୍ତୁ ସେ ବା କ'ଣ କରିପାରିବେ? ସେ ଯେ ଶୃଙ୍ଖଳରେ ଆବଦ୍ଧ। ସେ କିଛି ଦୂରର ଏକ ବିଦ୍ୟାଳୟରେ ଶିକ୍ଷାଦାନ କରନ୍ତି। ସବୁଦିନେ ଯାତାୟାତ ସମ୍ଭବ ନୁହେଁ। ସେଇଠାରେ ଏକ ଭଡ଼ାଘରେ ରୁହନ୍ତି। ପ୍ରତି ଶନିବାର ଆସନ୍ତି କ୍ରିଷ୍ଣାକୁ ଦେଖା କରିବା ପାଇଁ। କ୍ରିଷ୍ଣା ବି ଦିନ ପରେ ଦିନ କନେଇ ଚାଲିଥାଏ। ଶନିବାର ହେଲେ ସେ ଆସିବେ। ସବୁଦିନ ପଚାରୁଥାଏ କେଉଁ ଦିନ ଆସିବ ସେ। କିଏ କହେ ଶନିବାର ତ, କିଏ କହେ କାଲି। କେବଳ ତାକୁ କ୍ଷଣିକ ଶାନ୍ତି କରିବା ପାଇଁ। କାରଣ ତା ଆଖିରୁ ଲୁହ ବୋହିବା କେହି ଦେଖିପାରିବ ନାହିଁ। ସେଦିନ ଥାଏ ଶନିବାର। କ୍ରିଷ୍ଣା ଜାଣେ ଆଜି ସେ ଆସିବେ। ସକାଳେ ଉଠି ଗେଟ୍ ପାଖକୁ ବୁଲିଗଲା ସେ। ସବୁଦିନ ଅପେକ୍ଷା କ୍ରିଷ୍ଣା ଆଜି ଅଧିକ ଖୁସି। କାରଣ ସେ ଆଜି ତାଙ୍କ ସହିତ କଥା ହେବ, ତାଙ୍କ କୋଳରେ ଟିକେ ଶୋଇବ, ଖନେଇ ଖନେଇ ତାଙ୍କ କାନରେ ଉଠ ଲଗାଇ ଅନେକ କିଛି ଗପ। ମୁଁ ଜାଣେ କ୍ରିଷ୍ଣା ଆଜି ଘର ଭିତରକୁ ଯିବନି। ଦାଣ୍ଡରେ ଅହରହ ବୁଲିବ। ଆଉ ମଝିରେ ମଝିରେ ମୋତେ ପଚାରିବ ସେ କେତେବେଳେ ଆସିବେ। କାହିଁକି ନଥାଏ ସଙ୍ଗେ ସଙ୍ଗେ ପଚାରିବାକୁ ତୁମେ କେଉଁଠି ପହଞ୍ଚିଲଣି। ମଝିରେ ମଝିରେ କ୍ରିଷ୍ଣା ଗେଟ୍ ବାହାରକୁ ଆସି ସିଧା ରାସ୍ତାରେ ଛିଡ଼ା ହୋଇ ବହୁ ଦୂରକୁ ଦୃଷ୍ଟି ଫିଙ୍ଗେ। କାଳେ ସେ ଆସୁଛନ୍ତି। ଶେଷରେ ପ୍ରତୀକ୍ଷାର ଅନ୍ତ ଘଟେ କ୍ରିଷ୍ଣାର। ବହୁ ଦୂରରୁ ଅନେକ ଚେହେରା ଭିତରୁ କ୍ରିଷ୍ଣାକୁ ଅଟକାଇବା କଷ୍ଟକର ହୋଇପଡ଼େ। ସିଧା ଦୌଡ଼େ ତାଙ୍କ ପାଖକୁ। ଲାଗେ ଯେମିତି କ୍ରିଷ୍ଣା ସ୍ୱର୍ଗକୁ ଟାଣି ଆଣି ତା ହାତ ମୁଠାରେ ଧରିଛି। ସେ ବି ତାକୁ ଛାତିରେ ବହୁ ଜୋରରେ ଚାପି ଧରନ୍ତି। କ୍ରିଷ୍ଣା କାନ୍ଦି ପକାଇ ହଜାରେ ପ୍ରଶ୍ନ ପଚାରେ। ତୁମେ କୁଆଡ଼େ ଯାଇଥିଲ? କାହିଁକି ଆସୁନ କହିଲ? ସତ କୁହ ତ, ଆଉ ଯିବନି ତ? ସେ ମିଛରେ ଭାବବିହ୍ୱଳ ହୋଇ କହି ପକାନ୍ତି ନା। ତାପରେ ଆବାହନ ପର୍ବ ସରିଯାଏ। ମଝିରେ ମଝିରେ ଗୋଟିଏ ଦିନ ରବିବାର କଟିଯାଏ ବହୁତ ଖୁସିରେ। ତାପରେ ଆସେ ସୋମବାର। ସମସ୍ତେ ଜାଣନ୍ତି କ୍ରିଷ୍ଣା ଆଗରେ ସେ କେବେ ବି ଯାଇପାରିବେ ନାହିଁ। ତେଣୁ କେହି ଜଣେ ତାଙ୍କୁ ଅନ୍ୟ ଆଡ଼େ ନେଇଯାଏ। କ୍ରିଷ୍ଣା ବି ସମସ୍ତଙ୍କ କଥାରେ ଭାସିଯାଏ। ଚାଲିଯାଏ ଘର ପାଖ ବରକୁଳି ଗଛ ପାଖକୁ। ଏଥର ସେ ଚାଲିଯାଆନ୍ତି ପୁଣି ନିଜ କର୍ମକ୍ଷେତ୍ର।
4-5 ମିନିଟ୍ ପରେ କ୍ରିଷ୍ଣା ପୁଣି ଫେରିଆସେ, କିନ୍ତୁ ସେ ଆଉ ତାକୁ ଖୋଜି ପାଏନି। ସଙ୍ଗେ ସଙ୍ଗେ ତାଙ୍କୁ ଚାରିଆଡ଼େ ଦୌଡ଼ି ପଡ଼ି ଖୋଜି ପଡ଼େ। ସମସ୍ତଙ୍କୁ ପଚାରି ଚାଲେ ଯେ ସେ ଗଲେ କୁଆଡ଼େ। ସମସ୍ତେ ତାକୁ ଭୁଲିବା ପାଇଁ କୁହନ୍ତି ଏଇ ପାଖକୁ ଯାଇଛି, ସଙ୍ଗେ ସଙ୍ଗେ ଫେରିଆସେ। ଆଉ ପୁଣି କିଏ ପୁଣି କହିଯାଏ ଯେ କାଲିକି ଆସିବେ, କିନ୍ତୁ ସେ ବୁଝିପାରେ ସେ ଆଉ ଶନିବାର ପୂର୍ବରୁ ଆସିବେ ନାହିଁ। ପୁଣି ଶନିବାର ପର୍ଯ୍ୟନ୍ତ ଅପେକ୍ଷା କରିବ ପଡ଼ିବ କ୍ରିଷ୍ଣା। କ୍ରିଷ୍ଣା ପୁଣି ସ୍ଥାଣୁ ପାଲଟିଯାଏ। ଗୋଲାପ ପାଖୁଡ଼ା ପରି ସରୁ ଉଠ ଦୁଇଟା ତାର ବହୁ ଜୋରେ କାନ୍ଦି ଉଠେ। ଚକ୍ଷି ଦୁଇଟିରୁ କୃଷ୍ଣା କାବେରୀ ବହିଯାଏ। ଆଖିର ଲୁହ ଗଡ଼ି ଗଡ଼ି ପାଦ ସ୍ପର୍ଶ କରିଯାଏ। ପାଦ ତଳୁ ମାଟି ଖସିଯାଏ, ଆହୁରି ତଳକୁ ହସର ତାଜମହଲ ଭାଙ୍ଗିଯାଏ। ତା ହୃଦୟର ଆବେଗ ଦଣ୍ଡାୟମାନ ହୁଏ ଏକ ମହାଦ୍ରୁମ ପରି। ପୁଣି ଆଜିର କ୍ରିଷ୍ଣା ମହାଭାରତର କ୍ରିଷ୍ଣା ପରି ସମସ୍ତଙ୍କୁ ପ୍ରଶ୍ନ ପ୍ଳାବିତ କରିପକାଏ। ତାକୁ ତାର ଅଧିକାର ଦିଆଯାଏ ନାହିଁ କାହିଁକି? ତାର ଅଧିକାର ଉପରେ ହସ୍ତକ୍ଷେପ କରିବାକୁ ଏମାନେ କିଏ? ପୁଣି ଆଜି ଆପଣମାନଙ୍କ ପାଇଁ କ୍ରିଷ୍ଣାର ଆବେଗ ଭରା ପ୍ରଶ୍ନ, ମୋ ମା କୋଉଠି? କେତେବେଳେ ଆସିବେ? ଆଉ ପୁଣି କୋଉ ଦିନ ଆସିବେ?